सीधा बर्तमान मुझे लोकମାନେ କୀର୍ତ୍ତନ ଯେଉଁ ଅଷ୍ଟପହରି ହେଉଛି ସେଇ ଅଷ୍ଟପହରେ ଲୋକମାନେ ଗ୍ୟାଦରିଂ ହେଇ ତାର ଦେଖିବେ ନାମ କୀର୍ତ୍ତନ ନାମ ସଂକୀର୍ତ୍ତନ ଚାଲିଯାଉଛି। ଏଠି ଆମର ପୂର୍ବତନ ଆମର ସରପଞ୍ଚ ଏଠି ପ୍ରଦୀପ ଭାଇ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ଏଠି ଦେଖିବେ ଦୋଳ ତାଳ ଭିତରେ ଚାଲିଛନ୍ତି। ଏଇଟା ପୁରା ଗୋଟେ ଏତିକି ଲୋକ ପ୍ରାୟ ଗୋଟେ ଟିମ୍ର ଏଇ ଟିମ୍ ଦେଖନ୍ତୁ ପିଲା ଗୋଟେ ଛୁଆ ଆରମ୍ଭ କରି ସମସ୍ତେ ଏପଟେ ଦେଖିବେ ସ୍ତ୍ରୀ ଲୋକମାନେ ବସିଛନ୍ତି ଆଉ ଏପଟେ ଦେଖିବେ ଏପଟେ ବସିକି चलो आग को जी बता इए आगे किए आसूसी कार्ड दिया कार्ड देखिए ये प्रथम वार्षिक नाम संकीर्तन महोत्सव मणिकापुर अष्टप्रहरी नाम यज्ञ उत्सव। तेज देखो यहाँ हूँ मेन एंट्री बाट ये देखिए ये एंट्री बाटे देखो यहाँ मेन एंट्री बाट प्रथम थर पर नाम संकीर्तन हो गोटे अनुष्ठान बहुत लोक मान समुदाय भितर बर्तमान अनुष्ठान तो अनुष्ठित हो विशेषकर विभिन्न आड़ू लोक मैंने आसती निमंत्रित होती बहुत अतिथि बर्तमान पदार्पण होती बहुत अतिथि एठार उपस्थित अच्छा देखिए खाद्यपेय व्यवस्था सरला खाइबे बर्तमान खाया पीवा बर्तमान चलला भीतर कीर्तन चली अष्टप्रहरी कीर्तन चली काली नगर ये नगर हम आज आज 3 दिन होगा आज उत्सव तेज चलतु मणिकापुर अष्टप्रहरी अनुष्ठान होगा देखो ये मणिकापुर पंचायत अष्टप्रहरी मुख्य मुख्य व्यस्त रही मुख्य मणिकापुर आम बर्तमान कार्यक्रम
ଉତ୍ସାହିତ ଭାବରେ ହେଇଛି। ନାମ ଯଜ୍ଞ କରାଇବି ଦଳ ଆସନ ଗୋଟେ ପରେ ଗୋଟେ ଦଳ ଉପସ୍ଥିତ ହେଇଛନ୍ତି। ନାମଯଜ୍ଞ କରାହଉଛି ନାମଯଜ୍ଞ କରାହଉଛି ଦେଖିବେ ନାମଯଜ୍ଞ ଲୋକମାନେ ଆସନ୍ତି ଭାବରେ ଲୋକମାନେ ଜାତିରେ ଯାଇକି ଆଲୋଚନା ଧୀରେ ଧୀରେ ଉତ୍ସବରେ ଉପସ୍ଥିତ ଅଛି। ଚାଲନ୍ତୁ ଆମ ପାଖରେ ଅଛନ୍ତି ବିଶେଷ କରି ପୂର୍ବତନ ସରପଞ୍ଚ, ବିଶେଷ କରି ଆମ ପ୍ରଦୀପ ଭାଇ, ବିଶେଷ ମୂଳ ଏହି ସଂଗଠନର ମୂଳ କାର୍ଯ୍ୟକର୍ତ୍ତା। ଆମେ ତାଙ୍କ ସହିତ ବିପଦ ସଂକ୍ଷିପ୍ତରେ କଥା ହେବା। ତେବେ ଚାଲନ୍ତୁ ସାମ୍ନାରେ ଦେଖଉଛି ପ୍ରଦୀପ ଭାଇ ଅଛନ୍ତି। ଏ ହେଉଛି ଚିକଣା ପଞ୍ଚାୟତର ମଣିକାପୁର ଗ୍ରାମ। ଏଠାରେ ସଂକୀର୍ତ୍ତନ କରିବା ପାଇଁ ଲୋକମାନେ ବହୁତ ଚେଷ୍ଟା କରୁଥିଲେ, କିନ୍ତୁ ତା ସୁଯୋଗ ଆସିନଥିଲା। ଏବେ ଯାହା ହେଉ ଭଗବାନଙ୍କ ଦୟାରୁ, ବାବା ହରି ସିଂଙ୍କ ଦୟାରୁ ଏହି ବର୍ଷ ସୁଯୋଗ ଆସିଛି। ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହର ଲହରୀ ଖେଳିଯାଇଛି। ସମସ୍ତେ ବର୍ତ୍ତମାନ ଭାବ ବିଭୋର ହେଇ ସଂକୀର୍ତ୍ତନ ଏ ଯେଉଁ ମହୋତ୍ସବ, ସେ ସଂକୀର୍ତ୍ତନ ନାମଯଜ୍ଞ ବା ମହୋତ୍ସବରେ ସମସ୍ତେ ଭକ୍ତିରେ ଗଦଗଦ ହୋଇ ଏକାକାର ହେଇଯାଇଛନ୍ତି। ଏବଂ ଏହି କୀର୍ତ୍ତନ ମଣ୍ଡପକୁ ବିଭିନ୍ନ ସ୍ଥାନରୁ 12 ଦଳ କୀର୍ତ୍ତନ ଦଳିଆ, ଯିଏକି ସୁନାମ ଧନ୍ୟ କୀର୍ତ୍ତନ ଗାୟକ, ସେମାନେ ଆସିଛନ୍ତି ନିମନ୍ତ୍ରିତ ହୋଇ। ଏବଂ
ଗୋଟିଏ ପରେ ଗୋଟିଏ ଦଳ ଗାଇ ଚାଲିଛନ୍ତି ଏବଂ ଆନନ୍ଦ ଉତ୍ସାହ ସହିତ ଏ ଅଞ୍ଚଳ ଆଜି ପୁରି ଉଠିଛି। ଭକ୍ତି ଭାବମୟ ପରିବେଶ ଭିତରେ ମୁଖରିତ ହୋଇ ଉଠିଛି। ଯାହା ହଉ ପ୍ରଭୁ ହରିବଂଶଙ୍କ ଦୟାରୁ ଏ ଅନୁଷ୍ଠାନଟି ଆହୁରି ଆଗକୁ ଆଗକୁ ଚାଲିବ। ତେଣୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଏ ଅନୁଷ୍ଠାନଟିକୁ ବା କୀର୍ତ୍ତନଟିକୁ ଉପଭୋଗ କରି ପ୍ରଭୁଙ୍କ ଆଶୀର୍ବାଦ ବିଭୁ କୃପା ଲାଭ କରନ୍ତୁ। ଏହା ହିଁ ଆମର ସମସ୍ତଙ୍କୁ ଅନୁରୋଧ। ଦେଖିବେ ଅଲରେଡି ପ୍ରସାଦ ଲାଗିଯାଇଛି। ଏଠି ଗୋଟେ ପ୍ରସାଦ ଲାଗିଯାଇଛି। ଭାତ, ଡାଲି, ତରକାରୀ ବିଭିନ୍ନ ଆଇଟମ୍ ଦେଖନ୍ତୁ ବସିଛନ୍ତି ଭାଇ ବସିଛନ୍ତି ଦେଖିବା ଚାଲିଛି। ଚାଲନ୍ତୁ ଚାଲନ୍ତୁ ଖାଇବା ଆରମ୍ଭ କରିବା। ଚାଲନ୍ତୁ ଯିବା ବର୍ତ୍ତମାନ ଖାଦ୍ୟ ଆରମ୍ଭ କରିବା। ଦେଖନ୍ତୁ